ମୁଁ ଯାଇଥିଲି ଭଉଣୀ ଘରକୁ ଭଉଣୀ ଘରଠୁ ବାହାରିଲି ରାମଲୀଳା ଦେଖିବାକୁ ଯିବି ବୋଲି ଘରୁ ବାହାରିକି ଆସିଲା ବେଳକୁ ଫୋନ୍ ଛାଡ଼ିକି ଆସିଥିଲି ଗୋଟେ ଫୋନ୍ ଚାର୍ଜ କମ୍ ଥିଲା ଆଉ ଗୋଟେ ଫୋନ୍ ଭଉଣୀକି ମାଗିଲି ମୁଁ କହିଲି ଫୋନ୍ଟା ଦେ ମୋର ଆଣିକି ସେ ଆଣି ଗେଟ୍ ପାଖେ ଦେଇଛି ମୁଁ ଗେଟ୍ ଠୁ ଧରିକି ବୁଲିଲା ବେଳକୁ ତାଙ୍କ ଜ୍ୱାଇଁ ମୋ ଛାତିରେ ବନ୍ଧୁକ ଲଗେଇଛନ୍ତି ମୁଁ ସାଇଡ଼୍ ହେଇଛି ମାନେ ସେ ମାରିବା ପାଇଁ ପୁରା ଟୋଟାଲ୍ ମୁଁ ସାଇଡ଼୍ ହେଇଛି ମୋ ହାତରେ ବାଜିଲା ସେ ରାଗ ରଖିକି ତ ଏମିତି କରିଛନ୍ତି ଆଉ ଚିତ୍ତରଞ୍ଜନ ସେନାପତି ତାଙ୍କ ପରିବାର ଲୋକଙ୍କର ମୋ ଉପରେ ରାଗ ମାନେ ତାଙ୍କର ବ୍ୟକ୍ତିଗତ ରାଗ ମୋ ଉପରେ ଆଜ୍ଞା ସେ ବହୁତ କଥା ଘଟିଥିଲା ସେମାନେ ମୋ ନାଁରେ ବହୁତ ପ୍ରକାର ଏଫଆଇଆର୍ ଦେଉଛନ୍ତି ମାନେ ସବୁ ମିଛ ତାଙ୍କ ମାନେ ରାଗ ଆଉ ଆଜି ତାଙ୍କ ଜ୍ୱାଇଁ ଆଉ ତାଙ୍କ ମୁଁ ଯାଇଥିଲି ଭଉଣୀ ଘରକୁ ଭଉଣୀ ଘରଠୁ ବାହାରିଲି ରାମଲୀଳା ଦେଖିବାକୁ ଯିବି ବୋଲି ଘରୁ ବାହାରିକି ଆସିଲା ବେଳକୁ ଫୋନ୍ ଛାଡ଼ିକି ଆସିଥିଲି ଗୋଟେ ଫୋନ୍ ଚାର୍ଜ କମ୍ ଥିଲା ଆଉ ଗୋଟେ ଫୋନ୍ ଭଉଣୀକି ମାଗିଲି ମୁଁ କହିଲି ଫୋନ୍ଟା ଦେ ମୋର ଆଣିକି ସେ ଆଣି ଗେଟ୍ ପାଖେ ଦେଇଛି ମୁଁ ଗେଟ୍ ଠୁ ଧରିକି ବୁଲିଲା ବେଳକୁ ତାଙ୍କ ଜ୍ୱାଇଁ ମୋ ଛାତିରେ ବନ୍ଧୁକ ଲଗେଇଛନ୍ତି ମୁଁ ସାଇଡ଼୍ ହେଇଛି ମାନେ ସେ ମାରିବା ପାଇଁ ପୁରା ଟୋଟାଲ୍ ମୁଁ ସାଇଡ଼୍ ହେଇଛି ମୋ ହାତରେ ବାଜିଲା ତାପରେ ମୁଁ ଦେଖିଲି ତାଙ୍କ ପଛ ଆଡ଼େ ତାଙ୍କ ଯେଉଁ ଦେଢ଼ ଶାଶୁଙ୍କ ଯେଉଁ ପୁଅ ଯିଏ ଏଇ ଭୀମ ଟାଙ୍କିରେ ରହୁଛନ୍ତି ରାଜକିଶୋର ବେହେରା ସେ ଗୋଟେ ଗାଡ଼ି ନେଇକି ଠିଆ ହେଇଥିଲେ ଇଏ ଯାଇଛନ୍ତି ତାଙ୍କ ପାଖେ କଥା ହେଇଛନ୍ତି ସେ ଗାଡ଼ି ନେଇ ପଳେଇଲେ ଇଏ ଘର ଭିତରକୁ ଗଲେ ଜ୍ୱାଇଁ ନାଁ ସମ୍ବିତ କୁମାର ମହାପାତ୍ର ନା ତାଙ୍କର ଯୋଜନା ହେଲା ମାରିବା ପାଇଁ ଆଉ କିଛି ନାହିଁ ତାଙ୍କ ବ୍ୟକ୍ତିଗତ ରାଗ ଅଛି ସେଥିପାଇଁ ମୁଁ ଆଉ କ'ଣ କହିପାରିବି ତାଙ୍କର ତ ବ୍ୟକ୍ତିଗତ ରାଗ ଅଛି ସେଥିପାଇଁ ମୁଁ ଆଉ କିଛି କହିପାରିବିନି ନା ନା ମୁଁ ରେଗୁଲାର ଯାଏ ନା ମୁଁ ରେଗୁଲାର ଯାଏ ଭଉଣୀ ଘରକୁ ନା 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 ନାଇଁ ତାଙ୍କ ଘର ଅଲଗା ଆଡ଼େ ସେମାନେ ସେଠି ଭଡ଼ା ନେଇକି ରହୁଛନ୍ତି ମୁଁ ରେଗୁଲାର ଯାଏ ଭାଣିଜୀ ଭଣଜାଙ୍କୁ ଧରିକି ବଜାର ବୁଲାଏ ତାପରେ ଘରେ ଛାଡ଼େ ସନ୍ଧ୍ୟାବେଳେ ସେମିତି ଯାଏ ରାତିରେ ଗଲେ ତାଙ୍କରି ଘରେ ମୁଁ ରାତିରେ ଖାଇକି ଆସେ ନା ମୁଁ 11ଟା ସାଢ଼େ 11ଟା 12ଟା ଭିତରେ ତାଙ୍କ ଘରକୁ ପଳେଇ ଆସେ ଆଜି ବାହାରିଲା ବେଳକୁ ଏତକ ଜିନିଷ 12ଟା ନା ସେମାନେ ତ ସେ ଗାଁରେ ଥିଲେ ମୁଁ ସେଠି ଯେତେବେଳେ ସେ ଲୋକ କହିଲେ ଯେ ସେ କେତେବେଳୁ ଆସିକି ସେଠି ଠିଆ ହେଇଛନ୍ତି ଯିବା ଆସିବା କରୁଛନ୍ତି ଏମିତି କହିଥିଲେ କେତେବେଳେ ସେ ନା ଏଫଆଇଆର୍ କିଛି ଦେଇନି ମୋର ତ ଆଉ ମୋତେ ମାନେ ହେଲା ପରେ ମୋତେ ଆଉ ଶୁଭିଲାନି କିଛି ତାପରେ ମୁଁ ଆସିକି ହଁ ଚିହ୍ନିଛି ଭଲ ଆগে ହଁ ନାଇଁ ଦିଆ ହେବ